এটা গোটে খুশি এবং গর্বৰ বিষয় যে ଆମ MKCG মেডিকাল কলেজରେ ନ୍ୟୁରୋସର୍ଜରୀ ବିଭାଗରେ 100ରୁ ଉର୍ଦ୍ଧ୍ୱ ନ୍ୟୁରୋସର୍ଜରୀ କେସେସ୍ ଏଠାରେ ସଫଳତା ସହିତ ଅପରେସନ୍ କରାଯାଇଛି। ଲୋକମାନେ ସୁସ୍ଥ ହୋଇକି ତାଙ୍କ ଘରକୁ ଫେରୁଛନ୍ତି। ତେଣୁ ଏହି ସଂକ୍ରାନ୍ତରେ ଆଜି ଗୋଟେ ସମ୍ମିଳନୀ କରାଯାଇଥିଲା। 100 କାହିଁକି 1000 ବି ହଉ, ସମସ୍ତ ପ୍ରକାର ସୁବିଧା ସୁଯୋଗ ଆମ ମେଡିକାଲ କଲେଜକୁ ସବୁ ସରକାର ପ୍ରତିଶ୍ରୁତିବଦ୍ଧ ଯୋଗାଇବା ପାଇଁ 6ଟି ICU ରହିଛି ଏବଂ ତାହାର ବି ଏପରି ଯେମିତିକି ଆଗକୁ ଆହୁରି ଉନ୍ନତି ହେବ ଏବଂ ମାନବ ସମ୍ବଳ ବିଶେଷ କରି ଷ୍ଟାଫ୍ ନର୍ସ, ଡ୍ରେସର ଇତ୍ୟାଦି ଯେମିତି ଆମକୁ ସାଙ୍ଗେ ସାଙ୍ଗେ ମିଳିବ ତା ବ୍ୟବସ୍ଥା ବି ସେ ସାର୍ କରିବେ ଏବଂ ସମସ୍ତ ଉପକରଣ ଯଦି କିଛି ଅସୁବିଧା ହେଇଛି ସେମାନେ ସେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ଆପଣ ଜଣାନ୍ତୁ, ମୁଁ ତୁରନ୍ତ ପଦକ୍ଷେପ ନେଇକି ତାକୁ ସବୁ ଯୋଗାଇ ଦେବି। ଡାକ୍ତର ରବି ନାରାୟଣ ପଣ୍ଡା, ବିଭାଗୀୟ ମୁଖ୍ୟ ସ୍ନାୟୁ ଶଲ୍ୟ ବିଭାଗ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ। ମାନେ ସମସ୍ତେ ଜାଣିଛନ୍ତି ନ୍ୟୁରୋ ସର୍ଜରୀ ହଉଛି ସବୁଠୁ କଷ୍ଟ ପାଠ। କାହିଁକି ନା ମୁଣ୍ଡଟା ହଉଛି ସର୍ବାଗ୍ରେ, ମୁଣ୍ଡ ଯଦି ନାହିଁ ଆଉ କିଛି ନାହିଁ। ତେଣୁ ମୁଣ୍ଡଟା ଏମିତିଆ ଗୋଟେ ଜିନିଷ, ମସ୍ତିଷ୍କ ଅପରେସନ ଏକଦମ ସୂକ୍ଷ୍ମ ଅପରେସନ ଏବଂ ଯାହାକୁ ଟିକେ ବିଚଳିତ ହେଇଗଲେ ଗୋଟେ ଜୀବନ ସହିତ ସଂଗ୍ରାମ କରିବାକୁ ପଡିଥାଏ। ସେଥିପାଇଁ ମୁଁ ଯେତେବେଳେ ଜଏନ କଲି ଏଠି, ବର୍ତ୍ତମାନ ସରକାର ମୋତେ ଏଠି ପୋଷ୍ଟିଂ କରିଥିଲେ ସେପ୍ଟେମ୍ବର ମାସରେ ଆସିବା ପରେ ମୁଁ ଏଠି ଅବସ୍ଥାନ ସମୟରେ ମୋର 7ଟି ବେଡ୍ ଥିଲା। ବର୍ତ୍ତମାନ ସରକାରଙ୍କର ଦୟାରୁ ଏବଂ ମନ୍ତ୍ରୀଙ୍କ ଦୟାରୁ ଏବଂ ଆମର ମାତୃତୁଲ୍ୟ ଡିନ୍ ଆଣ୍ଡ ପ୍ରିନ୍ସିପାଲଙ୍କର ସହାୟତାରେ, ସୁପରିଟେଣ୍ଡେଣ୍ଟଙ୍କ ସହାୟତାରେ ମୁଁ ବର୍ତ୍ତମାନ 30ଟା ବେଡ୍ର ପାଇଛି ଏବଂ 30ଟା ବେଡ୍ ପରେ ବି ସୁଦ୍ଧା ଫୁଲ ହେଇକି ଆପଣ ମାନେ ଦେଖୁଥିବେ ତଳେ ବି ଲୋକ ଖୁସିରେ ଶୋଇଛନ୍ତି। ତେଣୁ ସେଇଭଳି ସେବା ଦେଇକି ତାଙ୍କ ମନକୁ ରଞ୍ଜନ କରିବାକୁ ପଡୁଛି। ଦ୍ୱିତୀୟ କଥା ହଉଛି ଅପରେସନ ଏଠି ହଉନଥିଲା, ବର୍ତ୍ତମାନ ମୁଁ ଜଏନ କଲା ପରେ ସଫଳତାର ସହିତ 125ଟି କେସ୍ କରିଛି। ମୋ ଟିମରେ ଡକ୍ଟର ଦେବଦତ୍ତ ସେନାପତି ଏବଂ ଦେବଶ୍ରୀ ମହାରଣା, ତୁଷାରକାନ୍ତ ରଥ, ଡକ୍ଟର ହରିପ୍ରସାଦ, ଉମା ବାବୁ ଏମାନଙ୍କୁ ନେଇକି ସବୁ ଦିଦି ଏବଂ ଆପଣମାନଙ୍କର ସହାୟତାରେ ଏ ସଫଳତାର ଶୀର୍ଷରେ ଆମେ ପହଞ୍ଚିଛୁ ବୋଲି ମୁଁ ଭାବୁଛି। ଆପଣମାନଙ୍କୁ ଶତ ଧନ୍ୟବାଦ। ଏହାର ସୁଯୋଗ ଦକ୍ଷିଣ ଓଡ଼ିଶାବାସୀ ଆପଣମାନଙ୍କର ପ୍ରଚାର ପ୍ରସାର ମଧ୍ୟରେ ନିଅନ୍ତୁ ଏବଂ ଏ ହସ୍ପିଟାଲ ଉତ୍ତରୋତ୍ତର ଉନ୍ନତି ହଉ, ଦକ୍ଷିଣ ଓଡ଼ିଶାରେ ହସ ଫୁଟେଇବାରେ ସହାୟ ହଉ। ଜୟ ଜଗନ୍ନାଥ, ଜୟ ମା ଭୈରବୀ।